जय श्री जगन्नाथ भाई मैंने सर्वप्रथम गुरुदेव गणपति और जगदम्बा को प्रणाम करी आज आम आस्ट्रो सेशन आरंभ करवा आस्ट्रो सेशन क्रम आम जातक पारिजात आरंभ करते ग्रह गुण ग्रह मानकर नाम स्वरूप गुणभेद अध्याय विषय आम पढ़ुले आम पुरातन क्लासिक बही जमी रही बृहत पराशर होरा शास्त्र जातक भरण जातक पारिजात मंत्रेश्वर फल दीपिका यही टपिक गुड़ाक आग स्वरूप अध्याय कौ बही कौन अच्छे से सारिकी तमें आम आगू बढ़िया ଆମେ ଯୋଉ ଆଜି ଆମେ ଜାଣିବା ଗ୍ରହ ମାନଙ୍କର ଯଦି ସଚିବ ଗୋଟେ କ୍ୟାବିନେଟ ମିନିଷ୍ଟ୍ରି ହୁଏ ସେ କ୍ୟାବିନେଟ ମିନିଷ୍ଟ୍ରିରେ କୋଉ ଗ୍ରହକୁ କୋଉ ପାହ୍ୟା ମିଳିଛି ସେ ବିଷୟରେ ଆଜି ଆମେ ଜାଣିବା ଏବଂ ଅନ୍ୟମାନେ ଏବଂ ଜାଣିବା ଯେ ଗ୍ରହ ମାନଙ୍କର ରଙ୍ଗ ଦେଖିବାକୁ କେମିତିଆ ତାଙ୍କ ବର୍ଣ୍ଣମାନ ତାଙ୍କର ସ୍ୱରୂପ ଦେଖିବାକୁ କେମିତିଆ ଏବଂ ଏଇ ଦିଟା ଜିନିଷ ଭଲସେ ଆଜି କ୍ଲିୟର ହବା ଜାତକ ପାରିଜାତ ଗୋଟେ ବହୁତ ପୁରାତନ ବହି ସେ ପୁରାତନ ବହି ଯାହାର ମାନ୍ୟତା ଅଛି କ୍ଲାସିକ ଓଲ୍ଡ ଆଷ୍ଟ୍ରୋଲୋଜି କ୍ଲାସିକ ହିସାବରେ ଆମେ ଆଜି ସେ ବିଷୟରେ ଜାଣିବା ଯେ ଗ୍ରହ ମାନଙ୍କର ସଚିବାଳୟ ଗ୍ରହ ମାନଙ୍କର ସଚିବାଳୟ କହିଲେ ଭୁଲ ହେବ ନାହିଁ ଗ୍ରହ ମାନଙ୍କର ସଚିବାଳୟ ଗ୍ରହ ମାନଙ୍କର ବର୍ଣ୍ଣ ମାନେ କେମିତି ଦେଖିବାକୁ ସେମାନେ ଜାତକ ପାରିଜାତ ଅନୁସାରେ ଜାତକ ପାରିଜାତର ଦ୍ୱିତୀୟ ଅଧ୍ୟାୟରେ କୁହାଯାଇଛି ଯେ ରବି ଆଉ ଚନ୍ଦ୍ର ହଉଛନ୍ତି ରାଜା ଯଦି ସଚିବାଳୟ ବନାଯିବ ଗ୍ରହ ମାନଙ୍କର ତାହେଲେ ଜାତକ ପାରିଜାତ କହୁଛି ରବି ଆଉ ଚନ୍ଦ୍ର ହଉଛନ୍ତି ରାଜା ଗୁରୁଦେବ ବୃହସ୍ପତି ଏବଂ ଶୁକ୍ରଦେବ ହେଉଛନ୍ତି ମନ୍ତ୍ରୀ ବୁଧ ହେଉଛନ୍ତି ରାଜକୁମାର ମଙ୍ଗଳ ହେଉଛନ୍ତି ନେତା ଏବଂ ଶନିଶ୍ଚର ମହାରାଜ ହେଉଛନ୍ତି ଦୂତ ପୁଣି ଥରେ କହି ରଖେ ଜାତକ ପାରିଜାତ ଅନୁସାରେ ଗ୍ରହ ନାମ ସ୍ୱରୂପ ଗୁଣ ଭେଦ ଅଧ୍ୟାୟରେ କ୍ଲିୟରଲି ବର୍ଣ୍ଣିତ ଅଛି ଗ୍ରହ ମାନଙ୍କର ସଚିବାଳୟ ରବି ଆଉ ଚନ୍ଦ୍ର ସେଠାରେ ରାଜା ବୋଲି କୁହାଯାଇଛି ଗୁରୁ ଓ ଶୁକ୍ର ହଉଛନ୍ତି ମନ୍ତ୍ରୀ ବୁଧ ରାଜକୁମାର ମଙ୍ଗଳ ନେତା ଶନି ଦୂତ ଇଏ ଥିଲା ଗ୍ରହ ମାନଙ୍କର ସଚିବାଳୟ ଏବେ ଆମେ ଜାଣିବା ଯେ ଗ୍ରହ ମାନଙ୍କର ରଙ୍ଗ ଦେଖିବାକୁ କେମିତିଆ ମାନେ ସେ କେଉଁ ଭଳିଆ ରଙ୍ଗ ସୂର୍ଯ୍ୟଙ୍କର ବର୍ଣ୍ଣ ହଉଛି ରକ୍ତ ଶ୍ୟାମ ଓ ଲାଲ ମିଶ୍ରିତ ଠିକ ଅଛି ଏଇଟା ତ ଆମେ ଅଲରେଡି କରିଛେ ତଥାପି ଏଇଟା ଜାତକ ପାରିଚିତ ଅନୁସାରେ ବୋଲି ଆମେ ଧୀରେ ଧୀରେ ପଢୁଛେ ଚନ୍ଦ୍ର ହଉଛନ୍ତି ଶ୍ଵେତ ବର୍ଣ୍ଣ ମାନେ ପୁରା ଧଳା ବର୍ଣ୍ଣର ଯୁବକ ଠିକ ଅଛି ବୁଧ ହଉଛନ୍ତି ଦୁର୍ବା ଦଳ ତୁଲ୍ୟ ଶ୍ୟାମଳ ବର୍ଣ୍ଣ ଦୁର୍ବା ଦଳ ତୁଲ୍ୟ ମାନେ ଦୁବ ଘାସ ପରିକା ଶ୍ୟାମଳ ବର୍ଣ୍ଣ ହଉଛି ବୁଧଙ୍କର ମଙ୍ଗଳ ହଉଛନ୍ତି ରକ୍ତ ଗୌର ବର୍ଣ୍ଣ ବିଶିଷ୍ଟ ମାନେ ମଙ୍ଗଳ ହଉଛନ୍ତି ରକ୍ତ ଗୌର ମାନେ ହେଲା ଧଳା ବୃହସ୍ପତି ଗୌର ବର୍ଣ୍ଣ ମାନେ ବୃହସ୍ପତି ବି ଗୋରା ମଙ୍ଗଳ ଆଉ ବୃହସ୍ପତିଙ୍କ ଭିତରେ ଡିଫରେନ୍ସ ଏଇ ଆସିବ ଯେ ମଙ୍ଗଳ ହଉଛନ୍ତି ରକ୍ତ ଗୋରା ମାନେ ପୁରା ବ୍ଲଡିସ୍ ହ୍ୱାଇଟ ଆଉ ବୃହସ୍ପତି ହଉଛନ୍ତି ଗୋରା ଶୁକ୍ର ହଉଛନ୍ତି ଶ୍ଵେତ ମାନେ ମାନେ ଗୌର ଟୁ ଶ୍ଵେତ ଟା ଟିକେ କମ ମାନେ ଫେୟାର ରହିବ ଗୋଟେ ଥାନ୍ତି ନା ବହୁତ ସୁନ୍ଦର ଥାନ୍ତି ଧର ଫରେନର ର ସୁନ୍ଦରତା ଆଉ ଇଣ୍ଡିଆନ ସୁନ୍ଦରତା ଭିତରେ ଆପଣ କଣ ପାଇବେ ଫରେନ ପୁରା ପୁରା ଗୌର ବର୍ଣ୍ଣ ତ ଇଣ୍ଡିଆ ଟା ଶ୍ଵେତ ବର୍ଣ୍ଣ ହବ ମାନେ ମୁଁ ଏଇଟା ବୁଝିବାକୁ ଚାହୁଁଛି ମେ ବି ହଁ ହ୍ୱାଇଟ ଅଫ ହ୍ୱାଇଟ ଗୋବିନ୍ଦ ବାବୁ ଠିକ କହିଛନ୍ତି ହ୍ୱାଇଟ ଅଫ ହ୍ୱାଇଟ ଠିକ ଠିକ କୃଷ୍ଣ ରାହୁ ହଉଛନ୍ତି ନୀଳ ରଙ୍ଗର ଏବଂ କେତୁ ହଉଛନ୍ତି ବିଚିତ୍ର ବର୍ଣ୍ଣଧାରୀ ଠିକ ଅଛି ନା ତ ଆମେ ଏଇ ଭିଡିଓଟା ଏଇ ଯୋଉ ଦିଟା ଜିନିଷ ଜାଣିଲେ ଆମେ କଣ ଜାଣିବା ଯଦି ଲଗ୍ନରେ କାହାର ସୂର୍ଯ୍ୟ ଥାଆନ୍ତି ତାହେଲେ ସେ କଣ ହବ ସେ ରାଜା ହବ ଯଦି ଲଗ୍ନରେ କାହାର ଚନ୍ଦ୍ର ଥାଆନ୍ତି ସିଏ ବି ରାଜା ଯଦି ଲଗ୍ନରେ କାହାର ଗୁରୁ ଥାଆନ୍ତି ତାହେଲେ ସିଏ ମନ୍ତ୍ରୀ ଆପଣ ମାନେ ସଦା ସର୍ବଦା ଗୋଟେ ଜିନିଷ ବିଚାରକୁ ନିଅନ୍ତୁ ଗ୍ରହର ସଚିବାଳୟରେ ଯୋଉ ଗ୍ରହ କୁଣ୍ଡଳୀରେ ଡୋମିନେଟ କରୁଛି ସେଇ ଗ୍ରହ ବା ଲଗ୍ନରେ ବସିଛି ବା ଦଶମ ସ୍ଥାନରେ ବସିଛି ବା ଷଷ୍ଠ ସ୍ଥାନରେ ବସିଛି ତାର ଡୋମିନାନ୍ସ କୁ ଚେକ୍ କରନ୍ତୁ
ଏବଂ ଶନୀଶ୍ୱର ମହାରାଜକୁ ଚେକ୍ କରନ୍ତୁ, ଆପଣଙ୍କୁ ତାର କର୍ମଟା ନିଶ୍ଚିତ ଭାବରେ ଦେଖାଯିବ। କର୍ମଟା ନିଶ୍ଚିତ ଭାବରେ ଦେଖାଯିବ। ଏବଂ ତାର ଫେୟାର ମାନେ ତାର ଗୋଟେ ଲୋକର ବର୍ଣ୍ଣ କେମିତି ହବ, କିଭଳି ଭାବରେ ହବ, ବୋଥ ତାର ଲଗ୍ନ କୁଣ୍ଡଳୀ ଏବଂ ନବାଂଶ କୁଣ୍ଡଳୀର ଲଗ୍ନ ଲର୍ଡ କୁ ଦେଖନ୍ତୁ। ଲଗ୍ନ ଲର୍ଡ ର ଇମ୍ପ୍ଲିକେସନ କୁ ଦେଖିକି ଆପଣ ଜାଣିପାରିବେ ଯେ ସେ ଲୋକର ବର୍ଣ୍ଣ କାହିଁକି ତା ମୁହଁ ଗୋଲ କି ଚେପ୍ଟା କି ସରୁ କି ପତଳା, କାହିଁକି ଏମିତି ସବୁ। ଏଇ ଯୋଉ ଜିନିଷ ଗୁଡାକ ପଢୁଛୁ, ଧର ମୁଁ ଆପଣଙ୍କୁ କହିବି ଆପଣ ଗୋଟେ କୁଣ୍ଡଲି ପାଇଲେ, ତାର ଲଗ୍ନରେ ପାଇଲେ ମଙ୍ଗଳ, ଆମେ ମଙ୍ଗଳର କଲର କଣ ପଢିଲେ? ରକ୍ତ ମିଶ୍ରିତ ଶ୍ଵେତ ବର୍ଣ୍ଣ, ଗୌର ବର୍ଣ୍ଣ, ଠିକ ଅଛି ନା? ରକ୍ତ ମିଶ୍ରିତ ଗୌର ବର୍ଣ୍ଣ, ଜାତକ ପାରିଜାତ ହିସାବରେ। ଠିକ ସେତିକି ବେଳେ କଣ ହେଲା, ତା ନବାଂଶ କୁଣ୍ଡଲି ଦେଖିଲା ବେଳକୁ ତାର ଲଗ୍ନରେ ବୁଧ ବସିଛନ୍ତି। ତାହେଲେ ଏବେ କଲର କମ୍ପ୍ଲେକ୍ସନ କଣ ଆସିବ? ଠିକ ଅଛି। ଏଇଟା ଆପଣ ଯେତେବେଳେ କୁଣ୍ଡଲି ଦେଖିବେ, ବହୁତ ସାରା କୁଣ୍ଡଲି ଦେଖିବେ, ଆପଣ ପାଖ ଆଖର ମୁଁ କହିଥିଲି ଯେତେବେଳେ କୁଣ୍ଡଲି ଦେଖିବାକୁ ହବ, ଆପଣ ପାଖ ଆଖର 50 ଲୋକଙ୍କର କି 10 ଜଣ ଲୋକ, ଯେତିକି ଜଣ ଲୋକ ଅଛନ୍ତି ତାଙ୍କରି କୁଣ୍ଡଲିକୁ ଭଲସେ ଆଣନ୍ତୁ, ତାଙ୍କର ଗ୍ରହର କ୍ୟାରେକ୍ଟରିଷ୍ଟିକ୍ସ କୁ ତାଙ୍କ କୁଣ୍ଡଲି ସହିତ ମ୍ୟାଚ କରାନ୍ତୁ, ତାପରେ ଆପଣ ନିଜେ ଅନୁଭବ କରିପାରିବେ କି ଆକ୍ଚୁଆଲି ଏ ଲୋକର କଲର ଏମିତି କଣ ପାଇଁ ହେଇଛି। ଆଚ୍ଛା, ଆଉ ମୁଁ ନକ୍ଷତ୍ର ବସି ପଢଉଥିଲି ଏତେ ସମୟ, ଗୋଟେ ଲୋକ ଥିଲା, ସିଏ ବେସିକାଲି ମାନେ ଆର୍ମସ ଆଣ୍ଡ ଆମ୍ୟୁନିସନ୍ସ ଡିଲ୍ କରୁଥିଲା। ଆର୍ମସ ଆଣ୍ଡ ଆମ୍ୟୁନିସନ୍ସ, କୋଉଠୁ ବି ମୁଁ ତାର କିଛି କ୍ଲୁ ପାଇଲିନି ଯେ ଆର୍ମସ ଆଣ୍ଡ ଆମ୍ୟୁନିସନ ସେ କାହିଁକି ଡିଲିଂ କରୁଛି, ଗଭର୍ଣମେଣ୍ଟ ସାର୍ଟିଫାଇଡ ଥିଲା, କାହିଁକି ଡିଲ୍ କରୁଛି ସେ। ଦେଖିଲା ବେଳକୁ ତାର ଚନ୍ଦ୍ର କୃତ୍ତିକା ନକ୍ଷତ୍ରରେ ବସିଛନ୍ତି। ଠିକ ଅଛି। ତେଣୁ ଆମେ ଯେତିକି ସ୍ପେସିଫିକେସନ ପଢୁଛେ ଗ୍ରହ ମାନଙ୍କର, ସେଇ ଗ୍ରହ ମାନଙ୍କର ସ୍ପେସିଫିକେସନ ଗୁଡାକ ଏଇଥିପାଇଁ ପଢୁଛେ, ଯେତେବେଳେ ଆମେ ଗ୍ରହ ମାନଙ୍କୁ ଇଣ୍ଟରପ୍ରିଟ କରିବା, ସେତେବେଳେ ଆପଣ ମାନେ ଦେଖିବାକୁ ପାଇବେ ଯେ ଗ୍ରହମାନେ ଯୋଉ ଭାବରେ ବସିଛନ୍ତି, ତାଙ୍କର ଷଡ଼ ବଳ ଅନୁଯାୟୀ ବଳ କେତେ ଏବଂ କୋଉ ଭାବକୁ କିଏ ଡୋମିନେଟ କରୁଛି। ମୁଁ ଏଇଠି ସାଇମଲଟେନିୟସଲି ପ୍ରେଡିକ୍ସନ ବି ପଢଉଛି। ମୁଁ ଏମିତି ନାହିଁ କି ଖାଲି ତୋ ତା ପକ୍ଷୀ ଭଳିଆ ବହିରେ ଯାହା ଦେଇଦେଲା ମୁଁ କହିଦେଲି ସରିଗଲା, ମୁଁ ଛାଡିଦେଲି, ନା ନା, ମୁଁ ଆପଣଙ୍କୁ ଗୋଟେ ଦିଗଦର୍ଶନ ଦଉଛି। ଏଇଟା ତ ସବୁ କମ୍ପ୍ଲିଟ କରିବା ଇମ୍ପସିବୁଲ, ମୁଁ ଆପଣଙ୍କୁ ଗୋଟେ ଛୋଟ ଦିଗଦର୍ଶନ ଦଉଛି କି ଆପଣ ମାନେ ଇଣ୍ଟରପ୍ରିଟ କେମିତି କରିବେ। ଆପଣ ମାନେ ହଜାର ଇଣ୍ଟରପ୍ରିଟ କଲେ ମଧ୍ୟ ବାସ୍ତବତା ଠାରୁ ବଡ ସତ୍ୟ କିଛି ନାହିଁ। ଯାହା ବାସ୍ତବରେ ଘଟୁଛି ତାଠୁ ବଡ ସତ୍ୟ କିଛି ଅଛି କି? ସେ ତ ଘଟୁଛି, ତାକୁ ଆଉ ଦେଖିବାର କଣ ବାକି ଅଛି। ବର୍ତ୍ତମାନ ଧର କାହାର ଗୁରୁଦେବ ଲଗ୍ନରେ ବସିଛନ୍ତି, ଆଚ୍ଛା, ତିନିଟା କଥା। ଲଗ୍ନେଶ ଧର କାହାର ଚତୁର୍ଥ ସ୍ଥାନକୁ ପଳେଇଲା, ତାହେଲେ ବର୍ତ୍ତମାନ ଚତୁର୍ଥ ଆଉ ଚତୁର୍ଥେଶ ବର୍ତ୍ତମାନ ପଳେଇଲା ପଞ୍ଚମ ସ୍ଥାନକୁ, ଠିକ ଅଛି। ତାହେଲେ ଆପଣ ମାନେ ଗୋଟେ କଥା କ୍ଲିଅରଲି ମନେ ରଖନ୍ତୁ, ସର୍ବପ୍ରଥମେ ଆପଣ ମାନେ ଯେତେବେଳେ ଗ୍ରହକୁ ଇଣ୍ଟରପ୍ରିଟ କରିବେ, ସେତେବେଳେ ଆପଣ ମାନେ ଦେଖିବେ ସେଇ ଭାବରେ କୋଉ ଗ୍ରହଟି ବସିଛି। ପଏଣ୍ଟ ନମ୍ବର ୱାନ, ଏଇଟା ଭଲସେ କ୍ଲିୟରଲି ମନେ ରଖନ୍ତୁ। ଆପଣ ମାନେ ସର୍ବପ୍ରଥମେ ଦେଖିବେ ଯେ ସେ ଭାବରେ କୋଉ ଗ୍ରହଟି ବସିଛି, କୋଉ ଗ୍ରହ ତାକୁ ନଜର ପକଉଛି, ଏବଂ ସେ ଘରର ମାଲିକ କୋଉଠି ବସିଛି, ଏବଂ ସେ ଭାବରେ ସେଇ ଯୋଉ ଗ୍ରହଟି ବସିଛି ତାର ଡୋମିନାନ୍ସ ପାୱାର କେତେ ଅଛି, ଷଡ଼ ବଳ ଅନୁଯାୟୀ। ତାପରେ ଆପଣ ବୁଝିପାରିବେ, ଆପଣ ଏକ୍ଜାକ୍ଟଲି ଫଳାଦେଶ କରିପାରିବେ। ଏବଂ ତା ଦେହରେ ଯଦି ଆପଣ ସେ ଗ୍ରହଟି କୋଉ ନକ୍ଷତ୍ରରେ ବସିଛି ଯଦି ତାକୁ ମୁଣ୍ଡରେ ରଖିଦେଲେ, ତାହେଲେ ଆପଣଙ୍କ ଫଳାଦେଶ କେବେ ବି ବିଗିଡିବ ନାହିଁ। ଆପଣ ମାନେ ଏଇଟା ଟିକେ ଡିପ୍ ଯିବାକୁ ପଡିବ, କିନ୍ତୁ ଆପଣ ଏମିତି କରନ୍ତୁ। ଚତୁର୍ଥର ସ୍ଵାମୀ ପଞ୍ଚମରେ ବସିଛି, ଚତୁର୍ଥରେ ଲଗ୍ନ ଭାବର ସ୍ଵାମୀ ବସିଛି, ତାହେଲେ ଆପଣ ଆମେ ଗୋଟେ ଏମିତି ଏକ୍ଜାମ୍ପଲ ନବା, ଧର ମୁଁ କାହାର ଗାଡି ଟା ଭଡା ଆଣିଛି, ଲିଜରେ ନେଇଲି କା ଗାଡିଟା, ବର୍ତ୍ତମାନ ଗାଡି କଣ ସିଏ ଚଲେଇବ ନା ମୁଁ ଚଲେଇବି? ମୁଁ ଚଲେଇବି। ତେଣୁ ଯେହେତୁ ତାର ଗାଡି ହେଇପାରେ, କିନ୍ତୁ ଗାଡିଟା ବର୍ତ୍ତମାନ ମୋ ପାଖରେ, ତେଣୁ ମୁଁ ଚଲେଇବି ଗାଡିଟା। ତେଣୁ ସର୍ବପ୍ରଥମେ ଆପଣ ଦେଖିବେ ସେ ଭାବରେ କୋଉ ଗ୍ରହ ବସିଛି, ସେ ଗ୍ରହକୁ କୋଉ ନୈସର୍ଗିକ ଶୁଭ ଗ୍ରହ ଦେଖୁଛନ୍ତି ନା ପାପ ଗ୍ରହ ଦେଖୁଛନ୍ତି, ଯଦି ସେ ଭାବର ସ୍ଵାମୀ କୋଉଠି ବସିଛି,
ଆଉ ସେ ଗ୍ରହର ଷଡ ବଳ ଅନୁଯାୟୀ ବଳ କେତେ ଅଛି, ଡୋମିନାନ୍ସ କେତେ ଅଛି। ଠିକ ଅଛି ନା। ତ ଆଜିର ସେସନରେ ଆମେ ଜାତକ ପାରିଜାତର କିଛି ଗ୍ରହ ଗୁଣ ସ୍ୱରୂପ ଅଧ୍ୟାୟକୁ ଦେଖିଲେ। ଆଗାମୀ ଅଧ୍ୟାୟରେ ଆମେ ସେଇ ଜାତକ ପାରିଜାତର ସେଇ ଗ୍ରହ ଗୁଣ ଭେଦ ସ୍ୱରୂପ ଅଧ୍ୟାୟ ଗୁଡାକ ଜାରି ରଖିବା। ଆଜି ରାଷ୍ଟ୍ର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।